ଜାନୁଆରୀ 3 ତାରିଖ 2016ର କରେଣ୍ଟ ଆଫେୟାର୍ସ। ଗିନିର ନୂଆ ପ୍ରେସିଡେଣ୍ଟ ହେଇଛନ୍ତି ମାମାଦି ଡୋମ୍ବୁଏ। କ୍ୟାପିଟାଲ ଅଛି କୋନାକ୍ରି। ତାର 14th ଇଣ୍ଟରନ୍ୟାସନାଲ ଫ୍ଲାୱାର ଶୋ ହେଇଛି ଅହମ୍ମଦାବାଦ ଗୁଜରାଟରେ, ଯାହାର ଥିମ୍ ଅଛି ଭାରତ ଏକ ଗାଥା। ଆଉ ଦୁଇଟା ଗିନିଜ୍ ୱାର୍ଲ୍ଡ ରେକର୍ଡ଼ ମଧ୍ୟ ସେଇଟା କରିଛି। ଗୋଟେ ଫାର୍ଷ୍ଟଟା ହେଉଛି ଫ୍ଲାୱାର ମଣ୍ଡଲ, ସେକେଣ୍ଡଟା ହେଉଛି ଫ୍ଲାୱାର ପୋର୍ଟ୍ରେଟ୍। ପୋର୍ଟ୍ରେଟ୍ଟା ହେଇଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର। ଆଉ ସୋର୍ଡ ମୋରିଜନି ଚିଫ୍ କୋଚ୍ ଅଛନ୍ତି ଇଣ୍ଡିଆ ଓମେନ୍ ହକି ଟିମ୍ର। ସିଥିପଲ୍ଲୀ ଶ୍ରୀନିବାସନ ହେଡ୍ ଅଫ୍ ଦ ଇଣ୍ଡିଆନ୍ ଏୟାରଫୋର୍ସର ଟ୍ରେନିଂ କମାଣ୍ଡର ଅଛନ୍ତି। ହେଡ୍ ଏୟାରଫୋର୍ସର ଟ୍ରେନିଂ କମାଣ୍ଡର ହେଡ୍ ଅଛନ୍ତି। ହରପାଲ ସିଂ ଡିଜି ଅଛନ୍ତି, ଡାଇରେକ୍ଟର ଜେନେରାଲ। ବର୍ଡର ରୋଡ ଅର୍ଗାନାଇଜେସନ ବ୍ରୋର ଫର୍ମେସନ୍ ହେଇଥିଲା 7 ମେ 1960। ହେଡ଼କ୍ୱାର୍ଟର ଅଛି ନ୍ୟୁ ଦିଲ୍ଲୀରେ। ଆସାମ ପ୍ରଥମ ଷ୍ଟେଟ୍ ହେଇଛି ଯେଉଁଟାକି 8th ପେ ଷ୍ଟେଟ୍ ପେ କମିଶନ ଲାଗୁ କରିଛି। ତାପରେ କୁଶାବତୀ ନୂଆ ଡିଷ୍ଟ୍ରିକ୍ଟ ହେଇଛି ଗୋଆର 3rd ଡିଷ୍ଟ୍ରିକ୍ଟ। ପ୍ରଥମ ଥିଲା ଦୁଇଟା, ନର୍ଥ ଗୋଆ, ସାଉଥ୍ ଗୋଆ। ନର୍ଥ ଗୋଆର ହେଡ଼କ୍ୱାର୍ଟର ଥିଲା ପାନାଜୀ। ପାନାଜୀ ମଧ୍ୟ ଥିଲା ଗୋଆର କ୍ୟାପିଟାଲ। ତାପରେ ସାଉଥ୍ ଗୋଆର ହେଡ଼କ୍ୱାର୍ଟର ଥିଲା ମାରଗାଓଁ ବା ମାଡ଼ଗାଓଁ। ଆଉ କୁଶାବତୀର ହେଡ଼କ୍ୱାର୍ଟର ଅଛି କୋପମ୍। ଆଉ ରୁଷିଆର ବେଞ୍ଜିମିଆନି ଭାଲକାନୋ। 69 years ଏଗୋ, ମାନେ 69 ବର୍ଷ ତଳରେ ବ୍ଲୋ ହେଇଥିଲା। ମାନେ ବର୍ତ୍ତମାନ ଏଇଟା 69 ବର୍ଷ ପରେ ଏଇଟା ପୁଣି ଆକ୍ଟିଭ୍ ହେଇଛି।